आज जेहेतु थिला रविवार तो ସେଥିପାଇଁ ମୁଁ ବି ଘରେ ଥିଲି ଆଉ ଗୁଗୁଲ ପାଇଁ ମୁଁ ଏ ବଲ୍ ବ୍ୟାଗ୍ଟି ଆଣିଥିଲି। ମୁଁ କିଏ କହିଲି ମୁଁ ତ ମାମା ତ ମୁଁ ମୋ ପୁଅ ସବୁବେଳେ ଏକା ଘରେ ରହୁଛି କୁଆଡ଼େ ବି ଖେଳିବାକୁ ଯାଏନି ତ ଯେହେତୁ ଏକା ରହୁଛି କିଏ କୁଆଡ଼େ ମରାଧର କରିବ ସେଥିପାଇଁ ତ ମନା କରେ। ମୁଁ ବବୁଲୁ ତୁ ଘରୁ କୁଆଡ଼େ ଯିବୁନି ଆଉ ମୁଁ ତୋ ପାଇଁ ଯେଉଁ ବଲ୍ ବ୍ୟାଟ୍ ଆଣିଛି ତୁ ଖେଳିବୁ ଏଠି ଦୁଆରେ। ତ ସେଥିପାଇଁ ସିଏ ସବୁବେଳେ ତାର ଏକା ଖେଳେ ନହେଲେ ଆମ ଘର ପାଖରେ ଗୋଟେ ଛୋଟ ପୁଅଟା ଅଛି ତା ସହିତ ଖେଳେ। ମୁଁ ଯେହେତୁ ଆଜି ଘରେ ଥିଲି ସେ ଏକା ଖେଳୁଥିଲା ମୋ କାମ ସରିଲା ପରେ କହିଲା ମାମା ଆସୁନୁ ତୁ ମୋ ସହିତ ଖେଳିବୁ ତ ସେଥିପାଇଁ ହଉ ଠିକ୍ ଅଛି। ଆମେ ବି ଯେତେ କର୍ମମୟ ଜୀବନରେ ବ୍ୟସ୍ତ ରହିଲେ ବି କିଛି ଟାଇମ୍ ଆମ ପିଲା ସହିତ ସେୟାର କରିବା ଦରକାର ଯାହାକି ବୟସ ହେଲା ବେଳକୁ ଆମ ପିଲା ବି ଆମକୁ ତାରି ଭଳିଆ ଛୁଆ ଭଳିଆ ଭାବି ଆମକୁ ଟିକେ ସମୟ ଦେବ। ତ ସେଇଆ ଭାବେ କାହିଁକି ନା ମୋବାଇଲ ଟିଭି ଠାରୁ ପିଲାକୁ ଦୂରେଇ ରଖି କିଛି ଖେଳକୁଦରେ ତାକୁ ସମୟ ଦିଅନ୍ତୁ ଆଉ ତା ସହିତ କିଛି କଥାବାର୍ତ୍ତା ଖେଳ ମଜାମସ୍ତି କରି ଟାଇମ୍ ସ୍ପେଣ୍ଡ କରନ୍ତୁ ସିଏ ବି ଖୁସି ହେବ। କାହିଁକିନା ଆମେ ତାକୁ ସପ୍ତାହକ 6 ଦିନ ଛାଡ଼ି ଦେଇକି ପଳଉଛୁ ରବିବାର ଗୋଟେ ଦିନ ମୁଁ ତାକୁ ଟିକେ ଟାଇମ୍ ଦିଏ ତା ଖୁସି ପାଇଁ ମୁଁ କିଛି କରେ ତ ସେଥିପାଇଁ ଭାବିଲି ମୁଁ ତା ସହିତ ଖେଳିକି ତାକୁ ଟିକେ ହସ ମଜା କରିବି ତା ମନ ବି ଫ୍ରି ହେବ। ତ ଖେଳିଲା ଭିତରେ ମୁଁ 2ଟା ବଲ୍ କ୍ୟାଚ୍ ଧରିଦେଲି ଆଉ ତାର ବଲ୍ ଗୁଡ଼ା କ୍ୟାଚ୍ ଧରିପାରିଲିନି ସିଏ ହସି ହସିକି ଗଡ଼ି ଦେଲା